ଛାତ୍ରଛାତ୍ରୀଙ୍କୁ ଶୁଭ ସନ୍ଧ୍ୟା। ଆମର ଆଲୋଚନାର ବିଷୟଟି ଥିଲା ବାର୍ତ୍ତା କବିତା। ତ ବାର୍ତ୍ତା କବିତାର ଶେଷ ଅନୁଚ୍ଛେଦଟି ରହିଯାଇଥିଲା। ବର୍ତ୍ତମାନ ଆମେ ଆଲୋଚନା କରିବା ଶେଷ ଅନୁଚ୍ଛେଦଟି। କିନ୍ତୁ ତା ପୂର୍ବରୁ ଆମେ ଦେଖିନେବା ପୂର୍ବ ଅଧ୍ୟାୟରେ ଆମେ କ'ଣ ପଢ଼ିଥିଲେ। ପୂର୍ବ ଅଧ୍ୟାୟରେ ଆମେ ଆଲୋଚନା କରିଥିଲେ ଯେ ଶତାବ୍ଦୀର ସିଂହଦ୍ୱାରରୁ ଯେଉଁ ଦୂତଟି ଆସିଥିଲା ସେ ଭବିଷ୍ୟତର ବାର୍ତ୍ତା ନେଇ ଆସିଥିଲା। ରାଜା ମହାରାଜାଙ୍କ ସିଂହଦ୍ୱାରରୁ ଆସିଥିଲା ଦୂତଟି। ଦାସତ୍ୱ ବନ୍ଧନରେ ଯେଉଁ ମଣିଷମାନେ ନିଷ୍ପେଷିତ ହୋଇଥିଲେ ତାଙ୍କୁ ମୁକ୍ତିର ସ୍ୱପ୍ନ ଦେଖେଇଥିଲା। ପୁଣି ଆମେ କ'ଣ ପଢ଼ିଥିଲେ, ଯେଉଁ ଅତ୍ୟାଚାର ମାନବ ଉପରେ ହେଉଥିଲା ସେଇ ଅତ୍ୟାଚାର କ'ଣ ଥିଲା, ଯୁଗ ଯୁଗର ଥିଲା। ମାସକର ନଥିଲା କି 2 ଦିନର ନଥିଲା କି ବର୍ଷକର ନଥିଲା, ସେ ଥିଲା ଯୁଗ ଯୁଗର। ଯେଉଁ ଯୁଗ ଯୁଗ ଅତ୍ୟାଚାର ହେଉଥିଲା ଯେଉଁ ମାନବ ଉପରେ, ସେଇ ମାନବ ଉପରେ ଯେଉଁ ଅତ୍ୟାଚାର ହେଉଥିଲା ସେଇ ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ କବି ଏଠି କହୁଛନ୍ତି ଯେ ଭୀମ ଭୟଙ୍କର ରୂପ ଧରିକିନା କ'ଣ କର, ସେଇ ଅତ୍ୟାଚାରର ପ୍ରତିଶୋଧ ନିଅ। ପୁଣି ଶତାବ୍ଦୀର ସିଂହଦ୍ୱାରରୁ ଦୂତଟି ଆସିଛି କ'ଣ ନେଇ, ବର ନେଇକି ଆସିଛି। କି ବର? ଦେବତାଙ୍କର ବର, ମାନେ ଦେବତାଙ୍କ ଆଶୀର୍ବାଦ ନେଇକି ଆସିଛି। କ'ଣ ଯେ ତୁମେ କ'ଣ କର, ଏଇ ଯେଉଁ ଅତ୍ୟାଚାରକୁ ଭସ୍ମ କରିଦିଅ, ଦଗ୍ଧ କରିଦିଅ, ପୋଡ଼ିଦିଅ, ଧ୍ୱଂସ କରିଦିଅ। ତୁମେ ହେଉଛ ମନୁଷ୍ୟ ପୁତ୍ର, ତୁମେ ୟାକୁ ଧ୍ୱଂସ କରିଦିଅ। ତୁମେ କୀଟ ସମ ହୁଅ ନିଷ୍ପେଷିତ, ଅର୍ଥାତ୍ କୀଟ ପରି ତୁମେ ନିଷ୍ପେଷିତ ହୁଅ ନାହିଁ। ଯେମିତି ସାଧାରଣ କୀଟ ଉପରେ ସମଗ୍ର ମାନବ ଯେମିତି ଅତ୍ୟାଚାରର ଶିକାର ହୋଇଥାଏ ଛୋଟ କୀଟଟିଏ, ସେହିପରି ତୁମେ କୀଟ ସାଜ ନାହିଁ। କାହିଁକି ନା ତୁମେ ଯଦି କୀଟ ପରି ହେବ ତାହେଲେ ତୁମ ଉପରେ କ'ଣ କରିବେ, ସେଇ ଅତ୍ୟାଚାରୀ ମାନବମାନେ କ'ଣ କରୁଥିବେ, ଅତ୍ୟାଚାର କରୁଥିବେ। ତେଣୁକରି ତୁମେ କ'ଣ କର, ସେଇ ଯେଉଁ ତମ ଉପରେ ହେଉଥିବା ଅତ୍ୟାଚାରକୁ କ'ଣ କରିଦିଅ, ଭସ୍ମ କରିଦିଅ, ଦଗ୍ଧ କରିଦିଅ ବୋଲିକି କବି କହିଥିଲେ। ନେକ୍ସଟ ଆମେ ପଢ଼ିଥିଲେ ଯେ ଲୋଭ ତହୁଁ ଜ୍ଞାନ ରଶ୍ମି ବୁଝ ଆଜି ମୂଢ଼, ଅର୍ଥାତ୍ ତୁମେ ଅଜ୍ଞାନରେ ଥିଲ। ତୁମର ଅଜ୍ଞାନ ପଣକୁ ନେଇକିନା ତୁମକୁ ଅତ୍ୟାଚାରୀ ମାନବ ମାନେ ତୁମ ଉପରେ ଅତ୍ୟାଚାର କରୁଥିଲେ, ତାହାକୁ ତୁମେ ବୁଝିକିନା ତୁମ ଭିତରେ ଜ୍ଞାନର ରଶ୍ମି ଜଳାଅ, ଯାହାଦ୍ୱାରା ତୁମେ କ'ଣ କରିପାରିବ, ସେଇ ଅତ୍ୟାଚାରର ମୂଳରୁ ତୁମେ କ'ଣ କରିପାରିବ, ଉପାଡ଼ି ପାରିବ ବା ତାକୁ ନିର୍ମୂଳ କରିପାରିବ। ଆଉ ସୈନ୍ୟ ପରି ନିଅ ପ୍ରତିଶୋଧ, ଅର୍ଥାତ୍ ଛଞ୍ଚାଣ ପକ୍ଷୀ ପରି ତୁମେ କ'ଣ କର, ପ୍ରତିଶୋଧ ନିଅ ବୋଲି କବି କହୁଛନ୍ତି। ଯେ ସୈନ୍ୟ ପକ୍ଷୀ ଯେମିତି ତାର ଉପରେ ହେଇଥିବା ଅତ୍ୟାଚାରର ଯେମିତି ପ୍ରତିଶୋଧ ନିଏ, ତୁମେ ସେହିପରି ପ୍ରତିଶୋଧ ନିଅ ବୋଲି କବି ଏଠାରେ କହିଥିଲେ। ତ ଶେଷ ସ୍ଥାନରେ ଅନୁଚ୍ଛେଦଟି ରହିଯାଇଥିଲା। ତ ଆମେ ଦେଖିବା, ସେହି ତୋର ମହାଧର୍ମ ତୋର ଶ୍ରେଣୀ ଚେତନା, ଭସ୍ମ ତହୁ ଘେନ ଏହି ଦୀକ୍ଷା, ଧନ୍ୟ ହେଉ ଉତ୍ପୀଡ଼ନର ଜୟ, ହେଉ ପୀଡ଼ନର ଜୟ, ଲଭ କୁଶର ସାଧନା। ସେହି ତୋର ମହାଧର୍ମ, ସେହି ତୋର ମହାଧର୍ମ ଅର୍ଥାତ୍ ସେଇଟା ହେଉଛି ତୋର ଧର୍ମ। କେଉଁଟା ଧର୍ମ? ଯେ ମୁକ୍ତିରେ ଜୀବନ ଅତିବାହିତ କରିବା ହେଉଛି ତୋର ଧର୍ମ। ମଣିଷ ଜନ୍ମ ହୋଇଥାଏ କ'ଣ ପାଇଁ? ସେ ମୁକ୍ତିରେ ଜୀବନ ଅତିବାହିତ କରିବା ପାଇଁ ଜନ୍ମ ହୋଇଥାଏ। ସେଇଟାକୁ ତୋର ମହାଧର୍ମ ବୋଲି ଗ୍ରହଣ କରେ ବୋଲି ଏଠି କବି କହୁଛନ୍ତି। କେଉଁମାନଙ୍କୁ କହୁଛନ୍ତି? ମଣିଷମାନଙ୍କୁ କହୁଛନ୍ତି ଯେ ସେଇଟା ହେଉଛି ତୋର ମହାଧର୍ମ। କେଉଁଟା ତୋର ମହାଧର୍ମ? ଯେ ମୁକ୍ତିରେ ଜୀବନ ଅତିବାହିତ କରିବା ହେଉଛି ତୋର ମହାଧର୍ମ। ତୋର ମହାଧର୍ମ ନୁହେଁ ଯେ ତୁ ଅତ୍ୟାଚାରିତ ହୋଇକି ରହିବୁ, ତୁ ଲୌହ କାରାଗାରରେ କାଳାତିପାତ କରିବୁ, ତୁ ସବୁବେଳେ ବେଡ଼ିରେ ବାନ୍ଧି ହୋଇକି ରହିବୁ, ଦାସତ୍ୱ ପ୍ରଥାରେ ବାନ୍ଧି ହୋଇକି ରହିବୁ, ସେଇଟା ତୋର ମହାଧର୍ମ ନୁହଁ। ତୋର ମହାଧର୍ମ ହେଲା କ'ଣ? ତୁ ସବୁଦିନ ପାଇଁ କ'ଣ କରିବୁ, ମୁକ୍ତିରେ ଜୀବନ ଅତିବାହିତ କରିବୁ। ଆଉ କୁହାଗଲା କ'ଣ? ସେହି ତୋର ସେ ଶ୍ରେଣୀ ଚେତନା, ତୋର ଶ୍ରେଣୀ ଚେତନା ଅର୍ଥାତ୍ ଶ୍ରେଣୀ ଚେତନା କଥା ଯେଉଁ କୁହାଗଲା, ସେଇ ଶ୍ରେଣୀ ଚେତନା କଥା ଯେଉଁ କୁହାଯାଇଛି ସେଇଟା ହେଲା ଦାସତ୍ୱ ବନ୍ଧନ, ଲୌହ କାରାଗାର। ସେଇ ଯେଉଁ ଦାସତ୍ୱ ବନ୍ଧନ, ଲୌହ କାରାଗାର ଆଉ କ'ଣ ବେଡ଼ି, ଏଗୁଡ଼ାକୁ ହିଁ କୁହାଯାଇଛି ଶ୍ରେଣୀ ଚେତନା। ସେଇ ସବୁ ମଣିଷ କେବେ ଚାହିଁନଥିଲା, ସେଇ ଲୌହ କାରାଗାର ସେ କେବେ ଚାହିଁନଥିଲା, ସେ କେବେ ଦାସତ୍ୱ ବନ୍ଧନରେ ରହିବାକୁ ସେ କେବେ ଚାହିଁନଥିଲା। ସେ ଚାହିଁଥିଲା କ'ଣ? ଗୋଷ୍ଠୀବଦ୍ଧ ଭାବରେ ବା ଗୋଷ୍ଠୀ ଚାହୁଁଥିଲା, ସେ ଗୋଷ୍ଠୀବଦ୍ଧ ଭାବରେ ବଞ୍ଚିବାକୁ ଚାହୁଁଥିଲା। ସେ ସବୁବେଳେ ମୁକ୍ତି ହୋଇକିରି, ସେ ସବୁବେଳେ ମୁକ୍ତ ଭାବରେ ବଞ୍ଚିବାକୁ ଚାହୁଁଥିଲା। ସେ କେବେ ବାନ୍ଧି ହେଇକିରି ରହିବାକୁ ସେ କେବେ ଚାହିଁ ନଥିଲା। ଅର୍ଥାତ୍ ସେ ତାର କ'ଣ ମହାଧର୍ମ ହେବା ଦରକାର? ଯେ ସବୁବେଳେ ସେ କ'ଣ ଚାହେଁ? ମୁକ୍ତି ଚାହେଁ। ସେ ସବୁବେଳେ ମୁକ୍ତିରେ ଜୀବନ ଅତିବାହିତ କରିବାକୁ ଚାହେଁ। ଭସ୍ମ ମଧୁ ଘେନୁ ଏହି ଦୀକ୍ଷା, ଧନ୍ୟ ହେଉ ଉତ୍ପୀଡ଼ନର। ଭସ୍ମ ମଧ୍ୟ ଅର୍ଥାତ୍ ଯେଉଁ ଜଳି ପୋଡ଼ି ପାଉଁଶ ହେଇଯାଇଥିବା ସେଇ ଭସ୍ମ କୁଢ଼ରୁ ତୁମେ ଦୀକ୍ଷା କର। କ'ଣ ଦୀକ୍ଷା କର? କ'ଣ ସେ ଜିନିଷ ଦୀକ୍ଷା କର? ଯେ ସାଧନା ବା ସଂକଳ୍ପ ନିଅ। ତୁମେ ସାଧନା କର ବା ସଂକଳ୍ପ ନିଅ ଯେ ଆଜି ଯେ ମୁଁ କ'ଣ କରିବି, ଏଇସବୁ ଅତ୍ୟାଚାରରୁ କ'ଣ କରିବି, ଅତ୍ୟାଚାରର ପ୍ରତିଶୋଧ ନେଇକିନା ମୁଁ ଗୋଟେ ମୁକ୍ତ ଭାବରେ ଗୋଟେ ଜୀବନ ଅତିବାହିତ କରିବାର ଗୋଟେ ସ୍ୱପ୍ନ ନିଅ ବା ସଂକଳ୍ପ ନିଅ ବୋଲି ଏଠି କବି କହୁଛନ୍ତି। ସେ ଦୀକ୍ଷାଟାକୁ ଗ୍ରହଣ କର। ସେ ପାଉଁଶ ଭିତରୁ କେଉଁ ଦୀକ୍ଷା ଗ୍ରହଣ କର? ଯେ ସଂକଳ୍ପ ନିଅ ଯେ ମୁଁ ଆଜି କ'ଣ କରିବି, ସେଇ ଅତ୍ୟାଚାରୀ ମାନବଙ୍କ ଠାରୁ ପ୍ରତିଶୋଧ ନେଇକିନା ମୁଁ ମୁକ୍ତିରେ ମୋ ଜୀବନ ଅତିବାହିତ କରିବାର ସଂକଳ୍ପ ନେବି ବୋଲି ଏଠି କବି କହୁଛନ୍ତି। ଉତ୍ପୀଡ଼ନ ମାନେ ଅତ୍ୟାଚାର,
ବା ଉପଦ୍ରବ ବି ହେଇପାରିବ। ତ ସେଇମାନଙ୍କ ଠାରୁ କେମିତି ତୁମେ ପ୍ରତିଶୋଧ ନେବ, ସେଇ ଅତ୍ୟାଚାରୀ ମାନବଙ୍କ ଠାରୁ କେମିତି ପ୍ରତିଶୋଧ ନେଇକି ତୁମେ ଗୋଟେ ମୁକ୍ତିରେ ଜୀବନ ଅତିବାହିତ କରିବ, ସେଇ କଥା ଏଠି କହୁଛନ୍ତି କବି। ଜୟ ହେଉ ପୀଡ଼ନର, ଜୟ ହେଉ ପୀଡ଼ନର ମାନେ ଅତ୍ୟାଚାରର ଜୟ ହେବ। କେଉଁ ଅତ୍ୟାଚାର ଜୟ ହେବ? ତୁମ ଉପରେ ହେଇଥିବା ସେଇ ଅତ୍ୟାଚାରର ନିଶ୍ଚିତ ଭାବରେ ଜୟ ହେବ। କେମିତି ଜୟ ହେବ? ଯେ ଜୟ ଲଭୁ କୃଶର ସାଧନା। ଜୟ ଲଭୁ କୃଶର ସାଧନା ଅର୍ଥାତ୍ ଯେ କୃଶର ସାଧନା କଥା କୁହାଗଲା, ସାଧନା ଅର୍ଥାତ୍ କାମ୍ୟ ବସ୍ତୁକୁ ପାଇବା ପାଇଁ ଯେଉଁ ଚେଷ୍ଟା ବା ଅଭ୍ୟାସକୁ ସାଧନା ବୋଲି କୁହାଯାଏ। କୃଶର ସାଧନା କଥା ଏଠି କୁହାଯିବାର ଅର୍ଥ ହେଲା ଯେ ଯୀଶୁ ଖ୍ରୀଷ୍ଟଙ୍କ କଥା କୁହାଯାଉଛି। ଯେମିତି ଅତ୍ୟାଚାରୀ ମାନଙ୍କ ପାଇଁ ଯୀଶୁ କ'ଣ କରିଥିଲେ? ତାଙ୍କ ଜୀବନର ଆତ୍ମସ୍ୱର୍ଗ କରିଦେଇଥିଲେ, ବା ଅତ୍ୟାଚାରୀ ମାନବଙ୍କୁ ରକ୍ଷା କରିବା ପାଇଁ ବା ସମାଜରୁ ଅତ୍ୟାଚାରୀ ଲୋକମାନଙ୍କୁ ମୁକ୍ତ କରିବା ପାଇଁ ଯେମିତି ସେ ନିଜେ ନିଜ ଜୀବନକୁ ଆତ୍ମସ୍ୱର୍ଗ କରିଦେଇଥିଲେ, ସେହିପରି ତୁମେମାନେ କ'ଣ କର? ତୁମ ଉପରେ ଯେଉଁ ଅତ୍ୟାଚାର ହେଇଛି ସେଇ ଅତ୍ୟାଚାରର ପ୍ରତିଶୋଧ ନେବା ପାଇଁ ତୁମେ କ'ଣ କର? ତୁମେ ମଧ୍ୟ କ'ଣ କର? ଦରକାର ପଡ଼ିଲେ ନିଜ ଜୀବନକୁ ଆତ୍ମୋତ୍ସର୍ଗ କର ବୋଲି ଏଠି କବି କହୁଛନ୍ତି। ଆଉ କ'ଣ କହୁଛନ୍ତି କବି? ଏଠି ସୁନ୍ଦର ଭାବରେ ତୁମକୁ କେମିତି ସେଇ ଯେଉଁ ରାସ୍ତା କଢ଼ଉଛନ୍ତି, ତୁମେ କେମିତି ତୁମ ଜୀବନରେ ସେଇ ଅତ୍ୟାଚାରୀ ମାନବଙ୍କ ଠାରୁ କେମିତି ମୁକ୍ତି ପାଇବ, ସେଇ ମୁକ୍ତିର ରାସ୍ତା କଢ଼େଇ ଦେଉଛନ୍ତି ଏଠାରେ କବି। ତ ସେଇ ଅତ୍ୟାଚାରୀ ମାନବ ବା ସେଇ ଅତ୍ୟାଚାରୀ ମାନବଙ୍କ ଠାରୁ ମୁକ୍ତି ପାଇବାକୁ ଯଦି ତୁମକୁ ମୁକ୍ତି ପାଇବାର ଯଦି ଆଶା ତୁମେ ରଖିଛ ବା ମୁକ୍ତି ପାଇବା ପାଇଁ ଯଦି ସ୍ୱପ୍ନ ଦେଖୁଛ, ତାହେଲେ ନିଜ ଜୀବନକୁ ମଧ୍ୟ ଦରକାର ପଡ଼ିଲେ ଆତ୍ମସ୍ୱର୍ଗ କର ବୋଲି ଏଠି କବି କହୁଛନ୍ତି। ତ ମୁଁ ଭାବୁଛି ତୁମେ ସମସ୍ତେ ବୁଝିପାରିଥିବ ଏଇ ବାର୍ତ୍ତା କବିତାଟିକୁ। ତ ଯଦି ଭଲ ଲାଗିଥିବ ଭିଡ଼ିଓଟି ତାହେଲେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ, ଆଉ ସବସ୍କ୍ରାଇବ୍ ବି କରନ୍ତୁ।